ଆଜି ବାଟରେ ଦେଖିଲି ଅଦ୍ଭୁତ ଜିନିଷ। ତ ହାଏ ସାଙ୍ଗମାନେ, ସ୍ୱାଗତ କରୁଛୁ ମୋର ଗୋଟେ ଫ୍ରେଶ୍ ନ ବ୍ଲଗ୍କୁ। ଯେମିତିକି ଆପଣ ଦେଖୁଥିବେ ମୁଁ ଗୋଟେ କୁଟା ପୁଞ୍ଜି ପାଖରେ ଠିଆ ହେଇଛି। ହଁ ଆଜ୍ଞା, ଆଜି ଆମର କୁଟା ପୁଞ୍ଜି ଦିଆଯାଉଛି। ଦେଖ କୁଟା ପୁଞ୍ଜି ଦେବାର ପ୍ରୋସେସଟା ଫାଷ୍ଟ ଗୋଟେ ବାଡ଼ିର କୁଟାକୁ ଖେଞ୍ଚିଦେବ। ଯିଏ ବି କୁଟା ପୁଞ୍ଜି ଉପରେ ଥିବ ତା ପାଖରେ ନେଇକି ଏଇଟା ଫିଙ୍ଗିଦେବ। ବାସ୍ ଏଇଟା ହେଉଛି ତା ପ୍ରୋସେସଟା, ଆଉ ବେଶୀ କିଛି ନାହିଁ। ଆପଣମାନେ କେବେ କୁଟା ପୁଞ୍ଜି ଦେଇଛନ୍ତି ନା ନିହାତି ଭାବରେ କମେଣ୍ଟ କରନ୍ତୁ। ଗାଇସ୍ ଏବେ ଯେମିତିକି ଆପଣମାନେ ଦୃଶ୍ୟରେ ଦେଖିପାରୁଥିବେ ଗୋଟେ ପପିଆ ଗଛ ପାଖରେ ମୁଁ ଠିଆ ହେଇଛି। ଘରୁ ଅର୍ଡ଼ର ଆସିଲା ଯେ ଗୋଟେ ପପିଆ ନେଇକି ଆ। ମୁଁ ସିଧା ଚାଲିନି ବାଡ଼ିକି ପପିଆ ଗୋଟେ ତୋଳିନି ଆଣିନି। ମୋର ଆଉ କିଛି ଏଥିରେ ବୁଝିବାର ନାହିଁ। ଗାଇସ୍ ଏବେ ମୁଁ ଆସିଥିଲି ବାଲେଶ୍ୱର। ଏଠି ଗୋଟେ ଅଦ୍ଭୁତ ଜିନିଷ ଦେଖତେ ପାଇନି, ଦେଖଉଛି ରୁହ। ମୁଁ ଏଠି ପହଞ୍ଚିଲା ବେଳକୁ ସମସ୍ତେ ଦିଟା ମୟୂରର ଜିନିଷ ସେ ନେଇକି ଯାଉଥିଲେ, କିନ୍ତୁ ସେଗୁଡ଼ା ମୟୂର ନଥିଲେ, ସେଗୁଡ଼ା ଥିଲେ କୁକୁଡ଼ା। ସେ ଦିଟାକୁ 700 ଟଙ୍କା ବୁଝିଲା ପରେ ଜଣାପଡ଼ିଲା। ଯେଉଁମାନେ ନେବାକୁ ଚାହୁଁଛନ୍ତି କୁକୁଡ଼ା ଆସିକି ନେଇଯାଆନ୍ତୁ। ଗାଇସ୍ ସନ୍ଧ୍ୟାବେଳଟାରେ ବସି ବସି କିସ କରିବି, ଦେଖା ଗୋଟେ ଷ୍ଟୁଲ୍ ଗୋଟେ ତିଆରି କରିଦେନି। ଠାକୁର ପଟାରେ ନେଇ ଆସିଥିଲି, ସେଇଟାରେ କରିଦେନି। ମୁଁ ଗାନ୍ଧିଜୀଙ୍କ ନେତୃତ୍ୱ ଫଲୋ କରେ, ବସିବା ଅପେକ୍ଷା କାଶିବା ଭଲ। ସେଇ ନେଇ କାହିଁ ଖାଲିଟା ବସି ମୁଁ ଗୋଟେ କରିଦେନି ଆଉ। ଆଜି ପାଇଁ ଏତିକି, ପୁଣି ଦେଖା ଗୋଟେ ନେକ୍ସଟ ଭିଡ଼ିଓ ରହୁଛି ସାଙ୍ଗମାନେ। ଜୟ ଜଗନ୍ନାଥ। ଆମେ ୟାଦ